କାଲି অনুষ্ঠানের আলোড়িতময়ী ছাত্রছাত্রী সমস্ত শুভকামনা শুভ অভিনন্দন। আজি মহান পবিତ୍ର ଦିନ ସାଧାରଣତନ୍ତ୍ର ଦିବସ। ଇତିହାସର ଏକ ଗାରିମାମୟ ପୃଷ୍ଠାର ଅବଲୋକନ। ଏହା ପୂର୍ବରୁ ସ୍ୱାଧୀନତା ଦିବସ ଅଗଷ୍ଟ 15 ପାଳିତ ହେଉଛି। ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ମୌଲବୀ ଚନ୍ଦ୍ରଶେଖର ଆଜାଦ, ଘର ଉତ୍ତରପ୍ରଦେଶ, ବୟସ 7, ଯିଏକି ଜାଲିଆନାବାଗ ହତ୍ୟାକାଣ୍ଡରେ ପ୍ରଭାବିତ ହୋଇ ସ୍କୁଲ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ତାଙ୍କ ବାପା ମଧ୍ୟ ସେ ଚାହୁଁଥିଲେ ଏବଂ ବଡ଼ ଆଶ୍ଚର୍ଯ୍ୟର କଥା, ସେ ତାଙ୍କୁ ଟାଇଗର ମାଂସ ଖାଇବାକୁ ଦେଉଥିଲେ, କାରଣ ମୋ ପୁଅ ବହୁତ ସାହସୀ ହେବ, ସେ ମୋ ସଂଗ୍ରାମ କରିବ। ବଡ଼ ଦୁଃଖର କଥା, 14 ବର୍ଷ ବୟସରେ ସେ ଇଂରେଜ ଡାଏଙ୍କ ହାତରେ ଧରା ପଡ଼ିଲେ। ତାଙ୍କୁ ଦେଖିଲା ପରେ ଇଂରେଜ ଡାଏର ବହୁତ ଖୁସି ହେଲେ, କାରଣ ଏତେ ଛୋଟ ବୟସର ପିଲା କେମିତି ଦେଶ ପାଇଁ ଏମିତି ତ୍ୟାଗ କରିବାକୁ ଚାହୁଁଛି। କିନ୍ତୁ ତାଙ୍କୁ ଯେତେବେଳେ ପଚାରିଲା ତମ ଘର, ମୋ ଘର ତାଙ୍କୁ ଯଦି ପଚାରିଲା ତମ ନାଁ, ମୋ ନାଁ ଆଜାଦ, ମୋ ବାପାଙ୍କ ନାଁ ସ୍ୱାଧୀନ, ଘର ଜେଲଖାନା। ସେତେବେଳେ ସେ ବହୁତ ଉତ୍ତେଜନା ନିର୍ଦ୍ଧୁମ ମାଡ଼ ମାରିଲେ ଏବଂ ଭିତରକୁ ପଠାଇଦେଲେ। ତାପରେ 23 ବର୍ଷ ବୟସରେ ସେ ଗୋଟେ ପାର୍କରେ ଜଣେ ସାଙ୍ଗଙ୍କ ସହିତ କଥା ହେଉଥିଲେ ବି ତାଙ୍କୁ ଗୁଳିବିଦ୍ଧ କଲେ। ଏମିତି ତ ଭାରତବର୍ଷର ଲକ୍ଷ ଲକ୍ଷ ସ୍ୱାଧୀନ ସଂଗ୍ରାମୀ ସ୍ୱାଧୀନତାର ବନ୍ୟମୂଳରେ ଝାସ ଦେଇଛନ୍ତି, ତାର ପଟାନ୍ତର ନାହିଁ। କିନ୍ତୁ ବଡ଼ କଥା ହେଲା ସବୁଠାରୁ, ଯେଉଁଦିନ ବ୍ରିଟିଶ କମିଶନମାନେ ସ୍ୱାଧୀନତା ଘୋଷଣା କଲେ, ତାର କିଛି ସମୟ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ସହିତ ଅରଣ୍ୟ ବରଣ ଲୋକ ମଧ୍ୟ ଥିଲେ। ମହାତ୍ମା ଗାନ୍ଧୀ ତାଙ୍କୁ ଗୋଟେ ସେଣ୍ଟେନ୍ସ କହିଥିଲେ, ଆଇଦର ଆଇ ସାଲ୍ ରିଟର୍ନ ୱିଥ୍ ହ୍ୱାଟ୍ ଆଇ ୱାଣ୍ଟ, ଏଲ୍ସ ମାଇ ବଡି ଉଡ୍ ଫ୍ଲୋଟ୍ ଓଭର୍ ଦ ଓସନ୍ ଅଫ୍ ଇଣ୍ଡିଆ। ଅର୍ଥାତ୍ ମୁଁ ଯେଉଁଥିପାଇଁ ଆଇଛି ସେଇଆକୁ ନେଇକି ଯିବି, ତା ନହେଲେ ମୋ ଶବ ଭାସି ଭାସି ଯାଇ ବଙ୍ଗୋପସାଗର ପୂରଣ ମାନେ ଭାରତବର୍ଷ ସ୍ପର୍ଶ କରିବ। ସେଦିନ ଆକୁମାରୀ ହିମାଚଳ ଜାଗି ଉଠିଥିଲା ଝଡ଼। ଚିରବନ୍ଦିତା ଭାରତ ମାତା ଯେତେବେଳେ ମୁକ୍ତ ହେଲା, ଦେଶ ସ୍ୱାଧୀନ ହେଲା, ଏବଂ ସେଇ ସ୍ୱାଧୀନତାରେ ଆଜି ଯେଉଁ ବୃକ୍ଷ ପଲ୍ଲବିତ ଏବଂ ପୁଷ୍ପିତ ହୋଇଛି, ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର। ସେଥିପାଇଁ ସମସ୍ତଙ୍କୁ ଧ୍ୟାନ ଦେବା ଉଚିତ। ସମସ୍ତେ